ଆସ ଶୁଣିବା ଏଇ କାହାଣୀ। ବୁଢ଼ା ମନ୍ତ୍ରୀ ତରୁଣ। ରାଜା କିଛି ପଚାରିଲେ, ରାଜା କିଛି ଠିକ୍ କଥା କହିଲେ ବା ଠିକ୍ କାମ କଲେ, ସେ ସଙ୍ଗେ ସଙ୍ଗେ କଥା ବା କମକୁ ସମର୍ଥନ କରି କିଛି କହୁଥିଲେ। ଆଉ ସେଦିନ ରାଜା ଯାହା କହିଲେ, ରଜାଙ୍କ ମନେ ମନେ ତାହା ଖୁବ୍ ଠିକ୍ କଥା। କିନ୍ତୁ ମନ୍ତ୍ରୀ ସେ କଥାକୁ ସମର୍ଥନ କରିବା ଦୂରେ ଥାଉ, କଥାଟା ଶୁଣି ସେ ନ ଶୁଣିଲା ଭଳି ରହିଗଲେ। ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କଥା କ'ଣ ମନ୍ତ୍ରୀ? ତମେ ନୀରବ ରହିଲ କାହିଁକି? ମନ୍ତ୍ରୀ ଅଳ୍ପ ହସି କହିଲେ, ରାଜା, ତୁମେ ଯେ ପ୍ରାୟ ସବୁ ଗୁଣରେ ରାଜ୍ୟରେ ସମସ୍ତଙ୍କୁ ବଳିଯିବ, ସେଥିରେ ମୋର ସନ୍ଦେହ ନାହିଁ। କିନ୍ତୁ ତାହା ବୋଲି ତୁମ ଆଗରେ କହିବ ନାହିଁ, ସେ କଥା କିଏ କହିବ ନାହିଁ? ସେ କଥା କିଏ କହସିପଦରେ ବଡ଼େଇ କରିବ ନାହିଁ? ସେ କଥା କିଏ କହିବ ନାହିଁ? ହୁଏତ ଏମିତି କେହି ଦିନେ ବାହାରିବ, ଯିଏକି ତୁମଠାରୁ ସବୁ ଗୁଣରେ ନୁନ୍ ହୋଇଥିଲେ ବି ସେ କଥା ମାନିବ ନାହିଁ। ସେଥିରେ କ'ଣ କରିବ? ଦୁନିଆର ଅଧିକାଂଶ ଲୋକେ ନିଜ ନିଜକୁ ଅନ୍ୟ କାହା ଅପେକ୍ଷା କମ୍ ବୋଲି ମାନିବାକୁ ସୁଖ ମଣନ୍ତି ନାହିଁ। କୌଣସି ନିର୍ବୋଧ ଯେତେବେଳେ କୌଣସି କଥାରେ ବଢ଼େଇ କରିବ, ସେତେବେଳେ କିଛି ନ କହି ବା ନ କରି ଚୁପ୍ ରହିଯିବା ବିଜ୍ଞତାର କାମ।